ଖାକିରେ ଲାଗିଲା କଳଙ୍କ। ବୌଦ୍ଧ ଜିଲ୍ଲା ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ କାର ଓ ଗଞ୍ଜେଇ ସହ ପୋଲିସ ଯବାନ ଗିରଫ। ବୌଦ୍ଧ ଜିଲ୍ଲା ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ରବିବାର ଦିନ ଏକ କାର ଓ ଗଞ୍ଜେଇ ସହ ଜଣେ ପୋଲିସ ଯବାନ ଗିରଫ ହୋଇଛନ୍ତି। ଖାକିରେ ଲଗାଇଲେ କଳଙ୍କ। ଜଣେ ପୋଲିସ ଡିଭିଏଫ୍ ଯବାନ ନିଜେ ଏକ କାର ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ଯବାନ ଜଣକ ହେଲେ ବୌଦ୍ଧ ପୋଲିସ ଡିଭିଏଫ୍ ଯବାନ ଡିଙ୍ଗର ମାଝୀ। ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ପୋଲିସ, ଅବକାରୀ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଠିତ ଏକ ମିଳିତ ଟିମ୍ ଲାଣ୍ଡିବନ୍ଧ ଗ୍ରାମ ନିକଟରେ ଜଗି ରହିଥିଲେ। ମିଳିତ ଟିମ୍ ଯବାନ ଡିଙ୍ଗର ମାଝୀଙ୍କ କାର ନମ୍ବର OR02BY2033 କୁ ପିଛା କରି ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ଧରିଥିଲେ। କାର ତଲାସି କରିବାରେ ସେଥିରୁ 85 କେଜି 300 ଗ୍ରାମ ଗଞ୍ଜେଇ ବାହାରିଥିଲା। କାର ଓ ଗଞ୍ଜେଇ ଜବତ କରାଯିବା ସହ ଡିଭିଏଫ୍ ଯବାନ ଡିଙ୍ଗର ମାଝୀଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି କରାଯାଉଛି ବୋଲି ସୂଚନା ମିଳିଛି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।